সেটা ଗୋଟେ মানে ମତେ ଲାଗୁଥିଲା ପ୍ରାଇଭେଟ କମ୍ପାନୀ। ଏବେ ଦେଖନ୍ତୁ ଆମେ ସେ କମ୍ପାନୀ ଦେଖନ୍ତୁ କମ୍ପାନୀର ବର୍ତ୍ତମାନ ନେତା ମାନେ ଖଟି 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 ଗ୍ରାଉଣ୍ଡ ଜିରୋରୁ ପତାକା ମାରିବାଠୁ ଆରମ୍ଭ କରିକି କଣ କରିଛନ୍ତି, କିନ୍ତୁ ତାଙ୍କୁ ତୁଚ୍ଛ ସ୍ଥାନ ନାହିଁ ତାଙ୍କ ଦଳରେ। କିନ୍ତୁ ଏବେ ଦେଖନ୍ତୁ ସେ ସୁଜାତା ମାନ୍ୟବର ସୁଜାତା କାର୍ତ୍ତିକେୟନକୁ ଡାଇରେକ୍ଟ ମାନେ ପାଣ୍ଡିଆନ ଡାଇରେକ୍ଟ ନକରି ଇନଡାଇରେକ୍ଟଲି ନେଇ ଆସିଲେ। ଏବଂ ଦେଖନ୍ତୁ ମୋର ସ୍ୱପ୍ନ ଥିଲା ମୁଁ आरएसएस ରୁ ମୋର ଆରମ୍ଭ କଲି ଜୀବନ ଶୈଳୀ। ତାପରେ ଯେହେତୁ ମୋ ୱାଇଫ ଥିଲେ ବିଜେଡି ରେ ଭୁବନେଶ୍ୱର ଜେନେରାଲ ସେକ୍ରେଟାରୀ, ତେଣୁକରି ମୁଁ ଓପନ ହେଇପାରୁନଥିଲି, କାରଣ ଗୋଟେ ଘରୁ ସମସ୍ତେ ବି କ୍ୱେଶ୍ଚିନ କରିବେ ଯେ ଇଏ ଗୋଟେ ପଟେ ସିଏ ଗୋଟେ ପଟେ, ତେଣୁ ସେଇ ଯୋଗୁଁ ମୁଁ ସୁପ୍ତ ଅବସ୍ଥାରେ ଥିଲି। ତାପରେ ଏବେ ମୁଁ ଦେଖିଲି ନାହିଁ ପ୍ରକୃତରେ ମୋ ୱାଇଫ କି ଏଥିରୁ ଅନୁପ୍ରାଣିତ କରି ଏବଂ ମାନ୍ୟବର ନରେନ୍ଦ୍ର ମୋଦୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ଓଡିଶା ସଂସ୍କୃତି ଐତିହ୍ୟ ତଥା ଅସ୍ମିତାକୁ ସମ୍ମାନ ଜଣାଇ ଏବଂ ଦେଶ ପାଇଁ ପ୍ରକୃତରେ ଯେଉଁ ପାର୍ଟି କାମ କରୁଛି ସେ ପାର୍ଟି କି ମୁଁ ଯିବା ପାଇଁ ଇଚ୍ଛା କଲି। ଏହା ଗୋଟେ ନ୍ୟାସନାଲ ଦଳ, ଆଉ ଏଥିରେ ମୁଁ ପ୍ରଥମରୁ ଅଛି ଜଡିତ ଅଛି ଇନଡାଇରେକ୍ଟଲି, ଏବେ ବି ଡାଇରେକ୍ଟଲି ହେଲି। ଆଗକୁ ବହୁତ କାମ ହବ। ମାନ୍ୟବର ନରେନ୍ଦ୍ର ମୋଦୀ ଯୋଉ ପଏଣ୍ଟରେ କାମ କରୁଛନ୍ତି ତାଙ୍କର ଦେଖନ୍ତୁ ତାପରେ ପରେ କେମିତି ଏଇଟା ଗୋଟେ ପରିବାରବାଦ ପାର୍ଟି ନୁହଁ। ନାଇଁ ହଁ ସେଇଟା ତ ନ୍ୟାସନାଲ କଥା, ମାନେ ନ୍ୟାଚୁରାଲ କଥା। ମାନେ କଣ ଅଛି ସେଇଟା ଗୋଟେ ଆଞ୍ଚଳିକ ଦଳ, ଗୋଟେ ପାବନ୍ଦୀ ଥିଲା ତମେ ଏଇଟା କରିବନି, ସେଇଟା ଗୋଟେ ଫ୍ୟାମିଲି ଦଳ। କିନ୍ତୁ ଏଥିରେ କିନ୍ତୁ କଣ ପୁରା ଖୁଲମ ଖୁଲା ତମେ କାମ କରିବ ଏବଂ ନିଜର ଇଚ୍ଛାରେ ଦେଶ ପାଇଁ ତଥା ଅନ୍ୟ ପାଇଁ କାମ କରିବ। ସେଇଟା ଗୋଟେ ମାନେ ମତେ ଲାଗୁଥିଲା ପ୍ରାଇଭେଟ କମ୍ପାନୀ। ଏବେ ଦେଖନ୍ତୁ ଆମେ ସେ କମ୍ପାନୀ ଦେଖନ୍ତୁ କମ୍ପାନୀର ବର୍ତ୍ତମାନ ନେତା ମାନେ ଖଟି 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 ଗ୍ରାଉଣ୍ଡ ଜିରୋରୁ ପତାକା ମାରିବାଠୁ ଆରମ୍ଭ କରିକି କଣ କରିଛନ୍ତି, କିନ୍ତୁ ତାଙ୍କୁ ତୁଚ୍ଛ ସ୍ଥାନ ନାହିଁ ତାଙ୍କ ଦଳରେ। କିନ୍ତୁ ଏବେ ଦେଖନ୍ତୁ ସେ ସୁଜାତା ମାନ୍ୟବର ସୁଜାତା କାର୍ତ୍ତିକେୟନକୁ ଡାଇରେକ୍ଟ ମାନେ ପାଣ୍ଡିଆନ ଡାଇରେକ୍ଟ ନକରି ଇନଡାଇରେକ୍ଟଲି ନେଇ ଆସିଲେ ଏବଂ ସିଏ ହେଇଗଲେ ସର୍ବସେବା। କଣ କୁହାଗଲା ମୁଁ ସାଧାରଣ କର୍ମୀ। ସାଧାରଣ କର୍ମୀ କଣ ଉପରେ ବସିବ, ଯିଏ ବର୍ଷ ବର୍ଷ ଧରିକି 10 ଥର 15 ଥର ଏମଏଲଏ ଏମପି ହେଇଛି, ଝାଳ ନାଳ ବୁହାଇଛି, ତାର ନିଜ ସବୁ ସାରିଛି, ସିଏ କଣ ତଳେ ବସିବ? ଏଟା କହୁଛ ଯଦି ଯୋଗ୍ୟତା ଭିତରେ ଦେଇଛ ତାମାନେ କଣ ସୁଜାତା କାର୍ତ୍ତିକେୟନକୁ କେହି ଯୋଗ୍ୟତା ଭିତରେ ନାହିଁ? ନା ବବି ଦାସ ନାହାନ୍ତି, ନା ଅନ୍ୟାନ୍ୟ ନାହାନ୍ତି, ସେମାନଙ୍କର ପରିଶ୍ରମ ନାହିଁ? ସୁଜାତା ଏମିତି କଣ କରିଦେବେ? ନିଶ୍ଚୟ ଏଇଟା ନ୍ୟାଚୁରାଲି ଅଗଣତାନ୍ତ୍ରିକ, ଏମିତି ହେଇପାରିବନି, ମନମାନି ହେଇପାରିବନି କୌଣସି ଦଳରେ। ଯେକୌଣସି ଦଳ ହଉ ଆପଣ ଦେଖନ୍ତୁ କଂଗ୍ରେସ ଦଳ ତା ଦେହରେ ମନମାନି ଅଛି, ୱାନ୍ ଫ୍ୟାମିଲି ଦଳ। ଏଥିରେ ବି ସେମିତି ମନମାନି ହେଲା ତାଙ୍କ ଇଚ୍ଛାରେ, କିନ୍ତୁ ଏଥିରେ ଭାରତୀୟ ଜନତା ପାର୍ଟି ସେମିତି ନାହିଁ। ଦେଖନ୍ତୁ ନିତିନ ନବୀନ ସିଏ ତାର ସଡ଼କ ମନ୍ତ୍ରୀ ଥିଲେ, ସିଏ ତାଙ୍କୁ ହଠାତ୍ କଣ କରାଗଲା ମାନେ ଚିନ୍ତା କରନ୍ତୁ କର୍ମ ଧାରା ନେଇକି ଏଇଟା କାମ। ତେଣୁ ଏ ପାର୍ଟିକୁ ମୁଁ ସମ୍ମାନ ଜଣାଇ ଏଇ ପାର୍ଟିର ଚିନ୍ତାଧାରାରେ ମୁଁ ଜଡିତ ହୋଇ ମୋ ସ୍ତ୍ରୀ କି ଏବଂ ମୋର ସହକର୍ମୀ ମାନଙ୍କୁ ନେଇକି ଆସିଛି। ନା ନା ବହୁତ ହେଇଗଲା ଆଜ୍ଞା। ଗୋଟେ ଜଣେ ବାହାର ଲୋକଟା ଆସି ଆପଣଙ୍କ ଘରେ ଯଦି ଗାଡି ନେଇଗଲା କେମିତି ଭଲ ଲାଗିବ? ଆଉଟପୁଟ ଲୋକ ଭଲ ଲାଗିବ? ଆପଣ ମତେ କୁହନ୍ତୁ। ମୁଁ ଆଜି ମୋଦୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଖନ୍ତୁ ମୋର ତ ସବୁବେଳେ ମୁଁ ଲୋକମାନଙ୍କ ପାଇଁ କାମ କରେ। ଆପଣ ମୋର ଦେଖିପାରିବେ ମୋର ପୂର୍ବର ଯୋଉ କର୍ମ ମାନେ ମୁଁ ସବୁ କରିଛି ସେଗୁଡା ସବୁ ଦେଖିପାରିବେ। ମୁଁ ଲୋକମାନଙ୍କ ପାଇଁ ବହୁତ ଜନହିତକର କାର୍ଯ୍ୟ କରେ। ତେଣୁକରି ଗୋଟେ ସରକାରୀ ଦଳରେ ରହିଲେ ଲୋକମାନଙ୍କର ଯୋଉଠି କାମ ଗୁଡାକ ଅଟକି ଯାଉଛି, ଯୋଉ ଗୁଡାକ ଆମେ ମଣିଷ ସାଧାରଣ କର୍ମୀ ଯାଇକି ପହଞ୍ଚି ପାରୁନାହାନ୍ତି, ଗୋଟେ ଦଳୀୟ ପ୍ରାର୍ଥୀ ହେଲେ ସେମାନେ ଯାଇକି ଲୋକମାନଙ୍କ ପାଖରେ ସହଜରେ ପହଞ୍ଚି ପାରିବେ, ଆଉ ପାୱାର ରହିଲେ ଆହୁରି କାମ କରିପାରିବେ। ସେଥିପାଇଁ କି ମତେ ମୋଦୀଙ୍କର ଆଦର୍ଶ ନୀତି ଆଉ ଯୋଉ ଗୁଡାକ ରହିଛି ଧର୍ମ ଉପରେ, ହିନ୍ଦୁ ରାଷ୍ଟ୍ର ଗଠନ ଉପରେ, ସେଗୁଡାକ ମତେ ବେଶୀ ପ୍ରଭାବିତ କରିଛି। ଦେଖନ୍ତୁ ଯଦି କାମ କରିବାକୁ ମୌକା ମିଳିଥାନ୍ତା, ମୁଁ ଯେତେବେଳେ ଗୋଟେ ବ୍ଲଡ ଡୋନେସନ କ୍ୟାମ୍ପ କଲି ସେତେବେଳେ ମୁଁ ଡାକିଥିଲି ଯୋଉ ଯୋଉ ନେତା ମାନଙ୍କୁ, ସେମାନେ ମୋର ଆଭେଲେବୁଲ ହେଇନଥିଲେ। ମୁଁ ବହୁତ କାମ କରିଛି ଯୋଉଟା କି ମତେ ବାଧା ଦିଆଯାଇଛି ଏବଂ ଆଗକୁ କାମ କରିବାକୁ ମୁଁ ଗୋଟେ ସୁଯୋଗ ଖୋଜୁଥିଲି, ଗୋଟେ ଖୋଲା ଫିଲ୍ଡ ଖୋଜୁଛି ଯୋଉଟା କି ଏଠି ମତେ ଦେବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ସୁଯୋଗ ତ ଦେଖନ୍ତୁ ମୁଁ ତ ମୋର ନିଜ ପ୍ରଚେଷ୍ଟାରେ ଆଜି ପର୍ଯ୍ୟନ୍ତ ଷ୍ଟ୍ରଗଲ କରିକି ଆସିଛି। ଏବେ ଆଶା ରଖିଛି ନିଶ୍ଚିନ୍ତ ଭାବରେ ମତେ ସୁଯୋଗ ସେମାନେ ଦେବେ ବୋଲି। ଆଲୋଚନା ମତେ ନିରଞ୍ଜନ ଭାଇନା ସହିତ ହେଇଥିଲା, ମୋର ଜିଲ୍ଲା ସଭାପତି ଅଛନ୍ତି, ପ୍ରିୟ ଭାଇଙ୍କ ସହିତ ହେଇଥିଲା, ଆମର ସ୍ଥାନୀୟ ନେତା ଅଛନ୍ତି, ସେମାନଙ୍କ ସହିତ କଥାବାର୍ତ୍ତା ହେଇ ଆମେ ନିଶ୍ଚିତ ଦଳରେ